ମା ଆପଣଙ୍କ ନାଁ କୁହନ୍ତୁ। କାଦମ୍ବିନୀ ମିଶ୍ର, ଦାନ୍ତୁଣ ଜନାଦିଘି ଗ୍ରାମରୁ ଆସି। କ'ଣ ଅନୁଭୂତି ଅଛି? ଅନୁଭୂତି ଅଛି ମାନେ ଥରେ ମୋ ସ୍ୱାମୀ ଯାଇଥିଲେ ଜଣଙ୍କ ଘରକୁ ବାହାଘରିଆ, ମୁଁ ଏକା ଥିଲି ଘରେ। ମୁଁ ଟିକେ ଟିଭି ଦେଖିକି ଖାଇବାକୁ ଯାଇଛି, ଘର ଦୁଆରେ କବାଟ ଅଲଗା ଥିଲା। ଆଉ ତାପରେ ମୁଁ ଖାଇବାକୁ ଗଲି 8ଟା ବେଳେ, ରାତି 8ଟାରେ। ଘର ଖାଇତେ ବସିଛି, ମୁଁ ହାଣ୍ଡିଶାଳ ଘରେ ଖାଇତେ ବସିଛି। ହଠାତ୍ ଘରେ ଆଲୋ ବନ୍ଦ ହେଇଗଲା। ଯେମିତି ଆଲୋ ବନ୍ଦ ହେଇଗଲା, ମୁଁ କହିଲି କିଏ ଏଟା ଲାଇନ୍ ଚାଲିଗଲା କି? ଉଠିକି ଦେଖିଲି ସବୁଆଡ଼େ ଆଲୋ ଜଳୁଛି, ଆମ ଘର ଲାଇନ୍ ଦୁଇଟା ଆଲୋ ବନ୍ଦ ହେଇଗଲା। ଏହାକୁ ମୁଁ ଆସୁଛି ମାନେ ହାଣ୍ଡିଶାଳରୁ ବାହାରକୁ ଯିବି, ଆଲୋଟା କିଏ ମେନ୍ ସୁଇଚ୍ ହଇତ ବାହାର ପକାଇ ଦେଇଛି। ଯେତେବେଳେ ଯାଇକି ମୁଁ ଫେର ଭିତରକୁ ଢୁକିକି ଯିବି, ଆମ ଘରଟା ଟିକେ ବଡ଼ ଘର, ଫେର ଭିତରକୁ ଢୁକିକି ଯିବି, ଆମ ଘର ଭିତରେ ଜଣେ ନୁକ ରହିଯାଇଛି। ସିଏ ବାହାରିକି ଆସୁଛି, ମୋ ମୁହଁ ଆସୁଛି, ମୁଁ ତା ମୁହଁ ଯାଉଛି। ଯେତେବେଳେ ଜାଣି ନେଇଛି ମୁଁ ଯେ ତାର ନିଶ୍ଚୟ କିଏ, ତାହେଲେ ମୁଁ ସେତେବେଳେ ନୁକ ଭାବି ନାହିଁ, ମଣିଷ ବୋଲି ଭାବିନି, ମୁଁ ଭାବିଛି ଭୂତ। କେହି ମୋ ଛୁଆଟା ସେତେବେଳେ 4 ବର୍ଷ ଖଣ୍ଡେ ମରିଥିଲା, 8 ବର୍ଷର ଛୁଆ। ମୁଁ ଭାବିଛି ଆଜି ମଙ୍ଗଳବାର, ଆଜି ଭୂତ ବାହାରିଛି। ମୋ ଏତେ ସେତେବେଳେ କଳା ଝାଳ ଗୋଟା ଦେହ ମୋର ବୁଡ଼ିଉଛି। ମାନେ କିସ କରିବି? ମୋ ଆଉ ଗୋଟେ ପଛପଟେ ଗୋଟେ ସରୁ ବାଟ ଥିଲା। ମୁଁ ସେତେବେଳେ ଠାକୁରକୁ ରକ୍ଷା କର ରକ୍ଷା କର କହିକି ମୁଁ ସେପଟେ ଦେଇକି ବୁଲିକି ଚାଲିଛି। ମୁଁ ତ ବାହାରେ ସଦର ଦ୍ୱାରର କବାଟ ଲଗେଇ ଦେଇଛି, ଆଉ ତ ସେ ବାଟେ ମୁଁ ବାହାରି ପାରିବିନି। ଯଦି ଫେରକୁ ପଶିଯିବି, ସେ ନୁକ ବା ଭୂତ ହଉ ଯିଏ ହଉ ମୋତେ ଧରିବ ବା ଡର ମାରିଲା। ଯାଇକି ଯେତେବେଳେ ମୁଁ ନୁକ ଆଗ ଘର ଜଣଙ୍କ ଘରକୁ ଡାକିନି, ମୁଁ କହିନି ଆସ ଟିକେ ଭାଇ, ଏରକମ ଘର ଆମ ଘର, କିଏ କିସ ଭୂତ ନା କିସ କିଏ ଗୋଟେ ଏଇରକମ ଶବ୍ଦ ହେଲା। ଆଉ ମୁଁ ଖାଉଥିଲି, ଆଲୋ ବନ୍ଦ ହେଇଗଲା। ଯେ ସିଏ ଆସିଲେ, ସେମାନେ 3-4 ଜଣ ତାଙ୍କ ଘର ନୁକ ଆସିଲେ। ଆସିକି ଯେତେବେଳେ କବାଟ ଖୋଲିକି ଦେଖିଲେ ଘରେ କେହି ନାହିଁ, ଆମ ପଛପଟେ କବାଟ ଖୋଲା ହେଇଛି। ସେତେବେଳେ ମୁଁ ଭାବିଲି ତାହେଲେ ଯିଏ ମଣିଷ ହଉ ଆମ ଘରେ ପଶିଥିଲା। ତାପରେ ଗୋଟେ ଆମ ଘରେ କୁକୁର ଥାଏ, କୁକୁରକୁ ଖାଇବା ଦିଆହେଇଛି, ଛେଳି ମଥା ଆଣିକି କୁକୁରକୁ ଖାଇବା ଦିଆହେଇଛି। ସେତେବେଳେ ମୁଁ ଭାବିଲି ତାର ନିଶ୍ଚୟ ଆମ ଘର କିଏ ପଶିଯାଇଛି, ସନ୍ଧ୍ୟାପଣ ପଶିକି ଆମ ଘର ରହିଯାଇଛି। ସନ୍ଧ୍ୟାପଣ ପଶିକି ଆମ ଘର ରହିଯାଇଛି, ମୁଁ ତ ଜାଣିପାରିଲିନି। ସେଇ ଭଗବାନ ରକ୍ଷା କର୍ତ୍ତା, ସେଇ ସେତେବେଳେ ମା ବିପତ୍ତାରିଣୀ ଜଗନ୍ନାଥ କହିକି ମୁଁ ମାନେ ଆତ୍ମରକ୍ଷା କରିକି ମୁଁ ପଳେଇ ଯାଇଛି। ସେ ମା, ମୁଁ ସେତେବେଳେ ମଣିଷ ବୋଲି ଭାବିନି, ମୁଁ କହିଛି ଭୂତ। ଏଇରକମ ଆଉ ଗୋଟେ ହେଉଛି କିସ ଅନୁଭୂତି। ଆଉ ମୋର ପୁଅ ଥିଲା 8 ବର୍ଷର ଛୁଆ, ସାପ କାମୁଡ଼ି ଦେଲା, ମରିଗଲେ। ତାପରେ ଝିଅ 2 ଜଣ, ଜଣେ ଝିଅକୁ ବାହା ଦେଇଥିଲି, ତାଙ୍କର 2 ପୁଅ ଝିଅ, ଆଉ ଜଣେ ଝିଅର ବି ଜଣେ ଝିଅ ଦେଇକି ଆସିକି ଏଠି ଟିକେ ମାନସିକ କରିଥିନି। ଆଉ ଆଜି ଦୋଳ ପୂର୍ଣ୍ଣିମାରେ ଦର୍ଶନ କଲେ ଦିଅଙ୍କର? ଭଲ ଦର୍ଶନ ହେଇଛି, ଭଲ ଦର୍ଶନ ହେଇଛି। ଆଉ ଜୟ ଜଗନ୍ନାଥ ଟିଭି ଦେଖନ୍ତି? ହଁ, 5ଟାରୁ ଆମର ଖୋଲା ରୁହେ, 10ଟା ତାପରେ ଟିକେ ବନ୍ଦ କରେ। ତାପରେ ଆবার ସନ୍ଧ୍ୟାବେଳେ ଆମର ସବୁବେଳେ ଆମେ ଦେଖୁଛେ, ସବୁବେଳେ ଦେଖୁଛୁ। କେତେ କେତେ ଖୁସି ହୁଅନ୍ତି ମା ପୁରୀରୁ ପ୍ରଭୁଙ୍କ ଦର୍ଶନ କରି, ଏତେ ଦୂରରେ ଥାଇ? ବହୁତ କଷ୍ଟ। କାଲି ଆସିଥିଲେ ଦର୍ଶନ ଠେଲା ଠେଲି, ବହୁତ କଷ୍ଟରେ, ଖାଲି ଆଖି ବୁଲିଗଲା, ଦେଖିପାରିଲେନି ବୋଲିକି ଆଜି ଆସିକି ଭଲସେ। এইপাই ବର୍ଷକୁ ବେଳେ ଆସେ। ଆଜି 1.5 ବର୍ଷ ହେଲା ଆସିପାରେନି, ସ୍ୱାମୀ ଚାଲିଗଲେ, ଆଉ ଏକଲା ଆସିପାରେନି। ନୁକ ଷ୍ଟୁରରେ ଆସିଛି, ଟିକେ ଦେଖିଯା ହାତ ଗୋଡ଼ ଚାଲିଛି, ଯେତେବେଳେ ଭଗବାନ ଚଲେଇଛନ୍ ସେତିକି ଚାଲତେ ଚାଲତେ ପ୍ରାଣ ଚାଲିଯାଉ, ଆଉ କିଛି ଦରକାର ନାହିଁ। ଏଇ ହାତ ଗୋଡ଼ ଚାଲତେ ଚାଲତେ ପ୍ରାଣ ଚାଲିଯାଉ। ପ୍ରଭୁ ଟିକେ ଜୟ ଜଗନ୍ନାଥ କହି। ଜୟ ଜଗନ୍ନାଥ।